କିନ୍ତୁ ଗତକାଲି ଯେଉଁ ସନାତନୀ ନାଟକରେ ଯେଉଁ ଭଳିଆ ଲୋକ ଚେୟାର ଥିଲେ ମୁଁ ଆକ୍ଚୁଆଲି ତମସା ସହିତ ଆଜି ସକାଳେ କଥା ହେଇଥିଲି। ସେତେବେଳେ ପ୍ରକୃତରେ ଯେ ବହିଟା ଏମିତି ହେଇଛି ଚେୟାର ପିଟିଲେ ତେଣୁ ଲୋକମାନଙ୍କର ଦର୍ଶକମାନଙ୍କର ବୁଝିବା ଦରକାର ଏଇଟା ହେଉଛି ଅଭିନୟ। ଅଭିନୟରେ ଏଭ୍ରିଥିଙ୍ଗ ଇଜ୍ ପସିବୁଲ୍। ତେଣୁ ଗୋଟେ ଉଚ୍ଛୃଙ୍ଖଳ ହେଇ ସେଠି ଚେୟାର ପକାଇବା ଗୋଟେ ଇଞ୍ଜୁରି କରିବାର ଆବଶ୍ୟକତା କ'ଣ ଅଛି? ଆବଶ୍ୟକତା ଆଦୌ ନାହିଁ। ଏଇଟା ଅନନେସେସରି ଗୋଟେ ଜିନିଷ। ହଁ ଏଇଟା ସବୁଥରେ କହୁଛନ୍ତି ଏଟା ପ୍ରି ପ୍ଲାନିଂ ବୋଲି। ଯେହେତୁ ତମସା ସହିତ ମୁଁ କଥା ହେଇଥିଲି ଆଉ ଜଣେ ମଧ୍ୟ ଯେଉଁ ସୋସିଆଲ ମିଡ଼ିଆରେ ଆଜି କହୁଥିଲା ଯେ ସନାତନୀ ନାଟକଟା ଏମିତି ବିଭାଜନ ସୃଷ୍ଟି କରୁଛି ଯେଉଁଠିକି ଆସିବ ସେଇଭଳିଆ ଅବସ୍ଥା ହେବ। ସେ ପିଲାଟି ସବୁବେଳେ କହନ୍ତି କିନ୍ତୁ ସାଙ୍ଗେ ସାଙ୍ଗେ ତ ସେଠି ଷ୍ଟପ୍ ହେଇଗଲା ନା, ପୁଣି ନାଚ ଚାଲିଲା। ସବୁଆଡ଼େ ଆସିଲେ ସେମିତି ହେବ ସେମିତି କିଛି ସମ୍ଭାବନା ନାହିଁ। ଭୁବନେଶ୍ୱରରେ ଯେତେ ଗୁଡ଼ିଏ ପାର୍ଟି ହେଲା ସବୁ ତ ମୁଁ ଦେଖିଛି। ତାଙ୍କ ଭିତରେ ମୁଁ ଆପଣଙ୍କୁ କହିଛି ଯେ ଗୋଟେ ହେଉଛି ବୋଝ ନାଟକ, ଗୋଟେ ହେଉଛି ରାମ କାହାଣୀ ଶୁଣିବା ଆସ, ଗୋଟେ ହେଉଛି ତୋରାଣ ମୋତେ ସିନ୍ଦୁର ଦଉ। ଆଜି ଯେଉଁଟା ଚାଲିଛି ନିଶ୍ଚିତ ଭାବରେ ବଢ଼ିଆ ଚାଲିଛି ହେଲା। କାରଣ ଯେଉଁ ନାଟକଟା ଦେଖିଲେ ମନ ଭିତରେ ଗୋଟେ ସ୍ପନ୍ଦନ ସୃଷ୍ଟି ହୁଏ, ମନଟାକୁ ଜଲିମୁଡ଼ କରେ, ଆଖିରୁ ନିଦ ଖସିଯାଏ ଏବଂ ଲୋକମାନେ ନୀରବରେ ବସି ଦେଖୁଛନ୍ତି। ଷ୍ଟୋରିଟା ସିକ୍ୱେନ୍ସରେ ଯାଉଛି। ତେଣୁ ମୋର ହେଲା ପ୍ରତ୍ୟେକ ମୋମେଣ୍ଟ ହେଉଛି ଆପରେ କ'ଣ ହେବ ହେଲା। ଆଉ ଆମର ଯେତିକି ପୁରୁଣା ଭାଇ ଗୌରବ ଭାଇ ଅଛନ୍ତି, ସୁଲୁ କାଳି ଅଛନ୍ତି, ଆମର କମିଟି କୁଇନି ଜିନା ଅଛି, ଆଉ ତାପରେ ଆପଣଙ୍କର ବାବୁସାନ ହେଲା, ଏମାନେ ସମସ୍ତେ ଅଛନ୍ତି। ଆକାଶ ଅଛି, ମସ୍ତ ବହି ଚାଲିଛି ମସ୍ତ। ପ୍ରଯୋଜକ ଆଉ ଦର୍ଶକ ତାକୁ ନେଇ କ'ଣ ରହିବ ସୁକାନ୍ତ ନାୟକ? ଶୁଣନ୍ତୁ, କଳାକାର ପ୍ରଯୋଜକ ଦେଖନ୍ତୁ, ପ୍ରଯୋଜକ ମାନେ ସେମାନେ କେଉଁଠି ତାଙ୍କର କେଉଁ ଷ୍ଟାର ଅଛି ଦେଖିକି ବୁକ୍ କରନ୍ତି, ମୁଁ ଯେତିକି ଜାଣିଛି। ଆଉ କଳାକାର ମାନେ ଭଲ କଳାକାର ମାନେ କେବେ ହେଲେ କୌଣସି ଦର୍ଶକ ମାନେ କେବେ ହେଲେ କୌଣସି କଳାକାରମାନଙ୍କ ଉପରେ କୌଣସି ଆକ୍ରମଣ ପ୍ରତ୍ୟାକ୍ରମଣ କରନ୍ତି ନାହିଁ। କିନ୍ତୁ 2% କଳାକାର ଅଛନ୍ତି ଯେଉଁମାନେ ଗୋଟେ ବେଇମାନି ଶୈତାନି ବାଟବଣା ପ୍ରତାରଣା ଲୋକଙ୍କୁ କରିପାରନ୍ତି। କାହିଁକି ମୁଁ ଏ କଥା କହିବାର ଉଦ୍ଦେଶ୍ୟ ହେଲା, ଦୀର୍ଘ 52 ବର୍ଷ ଭିତରେ ଦୁଇ ଜଣଙ୍କ ଜିନିଷ ମୁଁ ଜାଣିଛି। ଗୋଟେ ଦୁଇ ଜଣଙ୍କର, ମୁଁ ଗୋଟେ ଲୋକ କୋଭିଡ଼ ସମୟରେ ଲୋକମାନଙ୍କ ସହିତ ମିଶି 3-4 ଲକ୍ଷ ଟଙ୍କା ଲୋକଙ୍କୁ ସାହାଯ୍ୟ କରି ତାଙ୍କ ପାଖକୁ ଯାଇ କଳାକାରମାନଙ୍କର ହଁ ମୋ ସାଙ୍ଗମାନଠୁ ସମସ୍ତଠୁ ମୋ ଘରୁ ମୋ ଭାଇଠୁ ଆଉ ମୋ ଏମ୍ପ୍ଲୟୀମାନଠୁ କଲେକ୍ସନ୍ କରିଯାଇଛି। ସେ କେସ୍ ଝିଅଟା ହେଉଛି କୁନୁ, ଦୁର୍ଗା ମନ୍ଦିରରେ ଥିଲା। ଆଉ ଗୋଟେ ମଞ୍ଜୁ ବୋଲି ଝିଅର କ'ଣ ଗୋଟେ କିଡ଼ନୀ ଖରାପ ହେଇଯାଇଥିଲା। ହଁ ମଞ୍ଜୁଶ୍ରୀର ଯେଉଁ ଥିଲା, ହଁ ତୁଳସୀଲା, ତାକୁ ମଧ୍ୟ 45,000 ଟଙ୍କା ମୁଁ କଲେକ୍ସନ୍ କରିକି ଦେଇଛି। ସେ ସବୁ ଷ୍ଟ୍ରିପ୍ ଫିପ୍ ସେ ତମସା ଫମସା ସେମାନେ ସବୁ ରଖିଛନ୍ତି ଯେଉଁମାନେ ତାକୁ ଦେବେ। କିନ୍ତୁ ଲୋକମାନେ ଜଣେ ଅଛନ୍ତି ବହୁତ କମ୍। ମୁଁ କହିଲି ପୁରା 1 and 2%। ମୋର ଜଣେ ସାଙ୍ଗ ଥରେ ଆମେ ଯାଇଥିଲୁ ଗୋଟେ ଆଖଡ଼ା ଘରକୁ ଦେଖିବାକୁ। ଯେଉଁ ଦର୍ଶକମାନେ କହନ୍ତି, ଯେଉଁ କଳାକାରମାନେ କହନ୍ତି ଦର୍ଶକମାନେ ହେଉଛନ୍ତି ଆମର ଭଗବାନ, ହୁଏତ ସେଇ 1-2% ଲୋକମାନେ ଖରାପ ହେଇପାରେ। ମୁଁ ତାଙ୍କ ନାଁ ପ୍ରକାଶ କରୁନି କି କେଉଁ ମାଲିକ ତାଙ୍କ କଥା ବି କହୁନି। ଇଜ୍ ଏ ଭେରି ଜେଣ୍ଟିଲ୍ ନାଇସ୍ ଫାଇନ୍ ମ୍ୟାନ୍। ତାଙ୍କ ସାମ୍ନାରେ ଗୋଟେ ପିଲା ସେ ଆଉ ଗୋଟେ ଝିଅଟାକୁ ନେଇକି ଆସିଥାଏ, ତା ପ୍ରତି ଯେଉଁ ଭଳିଆ ବ୍ୟବହାର ଦେଖେଇଲା, ସେ ଯେଉଁ ପ୍ରଯୋଜକ ଥିଲେ ସେଟା ଏଠି ଚୁପ୍ ହେଇକି ରହିଲେ। ମୁଁ ଯେତେବେଳେ ତାଙ୍କର ଧୈର୍ଯ୍ୟଟା ସେ ଦେଖିଲା ଆଉ କିଛି କହିଲାନି। ଆଉ ଜାଣିଛନ୍ତି, ମୁଁ ଆପଣଙ୍କୁ କହିଛି ସଂସ୍କାର ଦରକାର, ଶିକ୍ଷା ଦରକାର ନାହିଁ, ରିମାର୍କ ଦରକାର, ମାର୍କ ଦରକାର ନାହିଁ ହେଲା। ତେଣୁ ଅନେକ ଦେଖନ୍ତୁ ବଡ଼ କଳାକାରମାନେ ଅଛନ୍ତି, କାହ୍ନା ଅଛି, ଟିକି ଅଛି, ବେବିନା ଅଛି, ତାପରେ ବିନୋଦ ଅଛି, କାବେରୀ ପାଢ଼ୀ ଅଛି, ଗୌରାଙ୍ଗ ସେନାପତି ଅଛନ୍ତି, ଗୌରବ ଭାଇ ଅଛନ୍ତି, ବ୍ରଜ ଅଛି, ଆଉ ରୁଦ୍ର ଅଛି, ବେବିନା ଅଛି, ଏତେ ଲୋକ ଅଛନ୍ତି
ମୁଁ କେବେ ବି ତାଙ୍କଠୁ ଖରାପ ବ୍ୟବହାର କାହାଠୁ ବି ଖରାପ ନା 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 ମୁଁ କେବେ ପାଇନି, କିନ୍ତୁ ଜଣକୁ ଖରାପ ବ୍ୟବହାର ଦେଖେଇବାର ମୁଁ ଦେଖିଛି। ମାନେ ଏ ବର୍ଷ ନାଟକକୁ ନେଇକି କୁହନ୍ତୁ। ଆଚ୍ଛା, ନାଟକ ତ ମୁଁ କହିଲି ଆପଣଙ୍କର ଯେତିକି ବହି ଭୁବନେଶ୍ୱରରେ ହେଲା, ଏଇ 4ଟି ବହି ମୋର ମନ ପାଇଛି। ଏଇ କେଉଁଟା ଯେ ପ୍ରଥମ ହେବ, ସେକେଣ୍ଡ ହେବ, ଥାର୍ଡ଼ ହେବ କହିଲେ ମୁଁ ତ ସେଇଟା ନା ସେଇଟା ତ ଆମେ ଜୁରି ନୁହଁ ନା। ଯେତେବେଳେ ନାଟକ ଖଣ୍ଡଗିରିରେ ହେଉଛି କ'ଣ ଗୋଟେ ଜୁରି, ଗୋଟେ ନାଟକ 7 ଦିନ ହେଉଛି, 4-5 ଜଣଙ୍କୁ ଏକ୍ସଟର୍ନାଲ ଲୋକଙ୍କୁ ଆଣିକିରି ଗୋଟେ ପ୍ରଶ୍ନ ଆସେ, ଏ ଯୋଉ ଦର୍ଶକ ମାନେ ଉତ୍ତେଜିତ ହେଇକି ଚେୟାର ମାଡ଼ କରିବା ଶୁଣନ୍ତୁ, ଏଇ ସେ ଜିନିଷ କଣ? ଶୁଣନ୍ତୁ, ଆଗ ଲୋକ କହୁଥିଲେ ମାନେ ପ୍ଲାନ୍ କରିକି କହିଥାନ୍ତି, ଯେଉଁଟାକି ତାଙ୍କ ନିଜକୁ ଭାଇରାଲ କରିବା ପାଇଁ ହେଲା। କିନ୍ତୁ ଗତକାଲି ଯେଉଁ ସନାତନୀ ନାଟକରେ ଯେଉଁ ଭଳିଆ ଲୋକ ଚେୟାରରେ, ମୁଁ ଆକ୍ଚୁଆଲି ତମସା ସହିତ ଆଜି ସକାଳେ କଥା ହେଇଥିଲି। ସେ ପ୍ରକୃତରେ ଯେ ବହିଟା ଏମିତି ହେଇଛି, ଚେୟାର ପିଟିଲେ, ତେଣୁ ଲୋକମାନଙ୍କର ଦର୍ଶକମାନଙ୍କର ବୁଝିବା ଦରକାର ଏଇଟା ହେଉଛି ଅଭିନୟ। ଅଭିନୟରେ ଏଭ୍ରିଥିଙ୍ଗ ଇଜ୍ ପସିବୁଲ୍। ତେଣୁ ଗୋଟେ ଉଚ୍ଛୃଙ୍ଖଳ ହେଇ ସେଠି ଚେୟାର ପକାଇବା, ଗୋଟେ ଇଞ୍ଜୁରି କରିବାର ଆବଶ୍ୟକତା କ'ଣ ଅଛି? ଆବଶ୍ୟକତା ଆଦୌ ନାହିଁ। ଏଇଟା ଅନେସଲି ଗୋଟେ ଜିନିଷ। କରୁଛନ୍ତି ଯେ ଏଇଟା ପ୍ରି ପ୍ଲାନିଂ ବୋଲି। ହଁ, ଏଇଟା ସବୁଥରେ କହୁଛନ୍ତି ଏଇଟା ପ୍ରି ପ୍ଲାନିଂ ବୋଲି। ଯେହେତୁ ତମସା ସହିତ ମୁଁ କଥା ହେଇଥିଲି, ଆଉ ଜଣେ ମଧ୍ୟ ଯେଉଁ ସୋସିଆଲ ମିଡ଼ିଆରେ ଆଜି କହୁଥିଲା ଯେ ସନାତନୀ ନାଟକଟା ଏମିତି ବିଭାଜନ ସୃଷ୍ଟି କରୁଛି, ଯେଉଁଠିକି ଆସିବ ସେଇଭଳିଆ ଅବସ୍ଥା ହେବ। ସେ ପିଲାଟି ସବୁବେଳେ କହନ୍ତି, କିନ୍ତୁ ସାଙ୍ଗେ ସାଙ୍ଗେ ତ ସେଠି ଷ୍ଟପ୍ ହେଇଗଲା ନା, ପୁଣି ନାଚ ଚାଲିଲା। ସବୁଆଡ଼େ ଆସିଲେ ସେମିତି ହେବ, ସେମିତି କିଛି ସମ୍ଭାବନା ନାହିଁ। କାରଣ କୌଣସି ଲୋକର ଗୋଟିଏ ଗୁଣକୁ ଜାରି ତାର ସାମଗ୍ରିକ ଗୁଣ ଯେ ଭଲ, ପୁରା ଟୋଟାଲ ଭଲ ଆମେ କହିପାରିବା ନାହିଁ। ଆପଣ ମୋ ପାଇଁ ଭଲ ହେଇପାରନ୍ତି, ଆଉ 10 ଜଣ ପାଇଁ ଖରାପ ହେଇପାରନ୍ତି। ତେଣୁ ଆପଣ ଭଲ ଲୋକ କି? ସମସ୍ତେ ଆମକୁ ଭଲ ନାଇଁ କହିବେ ନାହିଁ। ତେଣୁ ଗୋଟେ ଲୋକର ଗୋଟିଏ ଗୁଣ ଜାଣିକି ତାର ସାମଗ୍ରିକ ସତ୍ତା, ସାମଗ୍ରିକ ଗୁଣ ବା ସାମଗ୍ରିକ କ୍ୱାଲିଟିକୁ ଆମେ କେବେ ଜଷ୍ଟିଫାଏଡ୍ କରିପାରିବା ନାହିଁ। ଏଇଟା ହେଉଛି ରିଏଲ୍ କଥା। ତେଣୁ ଆଉ ଗୋଟେ କଥା, ଆଜିକୁ ମୁଁ ତ କହିଛି 50-52 ବର୍ଷ ହେଲା ନାଟକ ଦେଖୁଛି। ନାଟକର ବହୁତ ପରିବର୍ତ୍ତନ ହେଇଛି। କାହାଣୀ ବି ଆଗେ ଭଲ ଥିଲା, ଏବେ ତ ଚାଲିଛି ସେମିତି। ଜେଜେ ତମେ ମିଛ କହିଲ, ଶାଗୁଣା ବସି ଡେଣା ମିଲେଇ, ଛବିରାଣୀ ହତ୍ୟାକାଣ୍ଡ, ବରଣୀ କନ୍ୟା ବରଷାରାଣୀ, ଆଉ ରୂପରାଇଜର ରାଜକୁମାରୀ, ଏସବୁ ନାଟକ ଆମେ ଦେଖିଛେ। ସେତେବେଳେ ବି କେତେ ଜଣଙ୍କ ନାଁରେ ନାଟକ ହେଉଥିଲା, ଏବେ କିନ୍ତୁ ନାଁରେ ନାଟକ ହେଉନାହିଁ, ଗୋଟିଏ ୱାର୍ଡ଼ରେ ହେଉଛି। ତେଣୁ ନାଟକର ଚାକଚକ୍ୟ, ଲାଇଟ୍, ଡିଜାଇନ୍, ସାଉଣ୍ଡ ସବୁ ବଢ଼ିଆ ହେଇଛି, ଏକଦମ ବେଷ୍ଟ। ସେଇ ଅନୁସାରେ ମୁଁ ଯେଉଁ କଥାଟି ଆପଣଙ୍କୁ କାଲି କହୁଥିଲି ଯେ କଳାକାରମାନଙ୍କର, ଆମେ ଦର୍ଶକଙ୍କର କିଛି କାଉନସିଲିଂ କରିବା ଦରକାର ନାହିଁ। କଳାକାରମାନଙ୍କର ଏବଂ ପ୍ରଯୋଜକମାନେ ତାଙ୍କୁ ଏକାଠି କରି ପୁରା କାଉନସିଲିଂ କରିବା ଦରକାର। ମେଣ୍ଟାଲ ଷ୍ଟ୍ରେନ୍ଥଟା ରହିଲେ ନା, ଯେତେବେଳେ ମେଣ୍ଟାଲ ଷ୍ଟ୍ରେନ୍ଥ, ମୋ ପାଖରୁ ଆପଣ 10 ଟଙ୍କା ନେଲେ, ଆଉ ଜଣେ 15 ଟଙ୍କା ଦେଉଛି, ନେଇଯିବେ, ପୁଣି ତାଠୁ ଆଣି 10 ଟଙ୍କା ଫେରେଇଦେବେ, ସେଇଟା ଠିକ୍ ନୁହେଁ। ଇଟ୍ ଇଜ୍ ଡ୍ୟୁ ଟୁ ଦ ସାଇକୋଲୋଜିକାଲ ଡିଜଅର୍ଡର। ସାଇକୋଲୋଜିକାଲ ଡିଜଅର୍ଡର ଯଦି ମାନେ କ'ଣ, ଲୋଭ, ଏଇ ବର୍ତ୍ତମାନ ଏମିତି କହୁଛନ୍ତି ଲୋଭରେ ଟଙ୍କାଟା ଚୁରିଗଲା, ଚାଲିନି କେବେ। ହଁ, ଲୋଭରେ ଆପଣ ଏମିତି ହେଲା, ଆଉ ଗୋଟେ ସେ ମାଲିକଠୁ ନେଇଯାଇଥିବେ, ସେ ମାଲିକ ଏଇ ଯେଉଁ 25-26 ମସିହାରେ ଏଇ ଯେଉଁ ମୂଳ ଷ୍ଟାର୍ଟ ହେଲା ପିୟୁଷ ନାଁରେ, ପିୟୁଷ ଗୋଟେ ଧରିକିରି ପଇସାଟା ଗଲା, ତାପରେ ପୁଣି ଲୋକ ଏକଦମ ପୁରା ନେଗେଟିଭ ଷ୍ଟେଟମେଣ୍ଟ ଦେଲେ। ତାପରେ ଏବେ ବହୁତ ଭଲ ଦେଉଛନ୍ତି। ଯୁଆଡ଼େ ମୁଁ ଆଜି ପଚାରିଥିଲି, ଆମ ବଳରାମ ପ୍ରସାଦ ଚାଲିଛି, ମୁଁ ତ ଯାଇନି, କେମିତି ନାଟକଟା ଆଜି ଏଇଟା ହେଇଛି, ପୁରା ଫାଲତୁ, ବୋଉର ବୋଉ ଫାଲତୁ। ଆଉ ଯେଉଁ ମୁଁ ଯେତିକି ଦେଖିଲି, ଯେଉଁ କ'ଣ ଇନ୍ଦ୍ରଭୁବନ, ତାପରେ ଶ୍ରୀମନ୍ଦିର, ତାପରେ ଏଇଟା, ଆଉ ସ୍ୱର୍ଣ୍ଣମହଲ 2ଟା, ଏଇଟା ଆଉ ବୁଝ, ମୋ ମନକୁ ଛୁଇଁଛି, ମିନିଂ ଅଛି। ଆଉ ସେମାନଙ୍କର ମିନିଂ ମୁଁ ତ ବୁଝିପାରିଲିନି। ମୋତେ ଆଉ ଗୋଟେ ମୁଁ କହୁଛି, ମୁଁ ତ କହିଛି ଗତ ବର୍ଷ ଆପଣ ଗୋଟେ ନାଟକକୁ ଭାଇରାଲ କଲେ ନାହିଁ, ସେଇଟା ହେଉଛି ଶ୍ରୀମନ୍ଦିରର ନା କାହାର, ଶ୍ରୀଦରବାରର ଯେଉଁ ଆମର ଯାତ୍ରା ଦରବାର, ସେ ଥିଲା ଆଖି ପଲକରେ ଖୋଜୁଛି ତତେ। ଏବଂ ମୁଁ ଶୁଣୁଛି ରିଆକ୍ସନ୍ ସାଙ୍ଗମାନଙ୍କଠୁ, ଏ ବର୍ଷ ଶ୍ରୀଦରବାରର ସେ ଯେଉଁ ଚନ୍ଦ୍ରମୁଖୀ ନା କ'ଣ ଗୋଟେ ନାଟକଟି ହେଉଛି, ବେଷ୍ଟ ନାଟକ। ଆସିନେ ଦେଖିଲେ କହିବା ନାଇଁ କି, ଷ୍ଟୋରିଟା କେମିତି ହେଇଛି ଦେଖିଲେ କହିବା ନା। ଏଗୁଡ଼ା ଯେମିତି ୱାନ୍ ୱାର୍ଡ଼ ବିଷୟରେ, କାରଣ ରାମ ଶୁଣ ହେ ରାମ କାହାଣୀରେ କ'ଣ ହେଲା,
गोटे रिलीजियस इयरु स्टार्ट होगी जो मु भावी से यही हम सामाजिक गला आउ सुभाष बेहरा कांधे रखी बनला से भल लगे ना ना हाँ तेणु तादेह कौन अच्छी ना पुराणा अच्छी पुराणाटा नुआ कन्वर्ट होगी सब जो जिन होगुड़ा भल किंतु नाटक डेभलपमेंट होती भल आर्टिस्ट आसुँच भल दरमा पाँच सब संगठन ठीक रोचे म्यूजिक ठीक रोचे लाइट ठीक रोचे किंतु ह्यूमन रिसोर्स डेभलपमेंट मानव संबल विकास जो दुर्बल हम सेठी सुर्बल अच्छा कहतु ये जो जिते आमर होता कौन करुणा होता आम कहतु कलाकार मैंने जी जुआ रही कौन सी पब्लिक जाकि कौटी डिमांड कर जात्राटा हो जात्राटा हो जात्राटा हो आ माने कौन न होते भी किसी ना आज पर्यंत जो नाटक हो ना लोक कौन होता किसी ना तेणु से लोकंर मन को यात्रा हेले आसुनी लोकंर मन को से किणी पारुना जिते जहाँ भल यात्रा कले केवे भी तो कौन सी पब्लिक जाकि सेक्रेटेरिएट कि मंत्री फंत्री को जाइए खाली ये ताना रे सी ताना रे से कहला तेणु आपण मानव संबल विकास बा साइकोलोजी डेभलपमेंट करने जेपर्यंत काउनसिलर ये सब ठीक न होती नाटक चलुची पुणी मझे केत कौन हम पुणी झगड़ा बाहर पुणी आसंता वर्ष किए 8 पैसा नहीं किए 8 पैसा नहीं पुणी गोटे नाटक 2 वर्ष चिराचरित कथा रही यहीटा न हुए मुझे को देखूँ एत दिन पर यही कथा मोर काली माइंड आसी जो सनातनी जो झगड़ा झाटी होदी कलाकार मान ठीक है कलाकार जो पैसा नेला बोली सीटा कथा उठिला हाँ यूस नेला सी नेला ये नेला जो ने ना जो पैसा ना जी पाखे रे तो काउनसिल बुझेदे हटी तो भैल्यू ऑफ दि मनी तेणु मुझे कहूँ यही कथाटा आप चारिड़े कहतु जड़े भद्र व्यक्ति कहते आपण ह्यूमन रिसोर्स को बढ़ातु साइकोलोजी जानिकी कलाकार मानकर मन को ठीक करूँ मन ठीक हो गले आ गंडगोल हम। धन्यवाद सर धन्यवाद जय जगन्नाथ।